ଆମର ଜଳ ପାଇଁ ଆମକୁ ସରପଞ୍ଚ ନିମନ୍ତ୍ରଣ କଲେ ଯେ ଆମ ହେଡ ସାର୍ଙ୍କୁ ପ୍ରଧାନ ଶିକ୍ଷକ କହିଲେ ଯେ ଭଲ କାର୍ଯ୍ୟକ୍ରମଟା ଆଉ ସେ ତାଙ୍କ ଦାୟିତ୍ୱରେ ଆଣିକି ଆମକୁ ଆସିଛନ୍ତି। ଯେହେତୁ ଜଳର ଗୋଟେ ପ୍ରକଳ୍ପ ଏଠି ଆମର ଜଳର ଧାରାଟା ହଉଛି ଆଉ ତାର ପାଣି ବଞ୍ଚାଅ ସୁବିଧା କରିଛନ୍ତି, ତେଣୁ ସମସ୍ତେ ଆମେ ସହଯୋଗ ଦେବୁ। ଆଉ ସରକାରଙ୍କୁ ନିବେଦନ ଯେମିତି ଆମେ ସମସ୍ତେ ପାଣି ସୁବିଧାରେ ପାଇପାରିବୁ। ଆଉ ଶୁଦ୍ଧ ପାଣିଟା ଆମେ କେମିତି ପାଣି ବଞ୍ଚାଇବାଟାକୁ ଚେଷ୍ଟା କରିବୁ। ସମସ୍ତଙ୍କୁ ଏଇଟା ବାର୍ତ୍ତା ଦଉଛି ଯେ ସମସ୍ତେ ପାଣି ବଞ୍ଚାଅ। ଆଉ ପାଣିଟା ବହୁତ ମୂଲ୍ୟବାନ। ପାଣିଟା ଆମର ଜୀବନ ଆଗ, ପାଣିଟା ଆଗ, ଜୀବନଟା ପଛେ। ପାଣି ବିନା ଆମେ ବଞ୍ଚିପାରିବା ନାହିଁ। ତେଣୁ ପାଣିକି ଆମେ ସବୁଦିନ ପାଇଁ ଯେମିତି ସଞ୍ଚୟ କରିକି ରଖିବା, ସମସ୍ତଙ୍କୁ ଆମର ଆହ୍ୱାନ, ସମସ୍ତେ କେମିତି ସୁରୁଖୁରୁରେ ପାଣିର ସୁବ୍ୟବହାର କରିପାରିବେ, ସେଇଟା ଆମର ଉପାୟ। ଆଜି ହେଉଛି ବିଶ୍ୱ ଜଳ ଦିବସ 2026। ଆଜି ଆମେ ଏଠି ପାଳନ କରିବାର ଗୋଟେ ଉଦ୍ଦେଶ୍ୟ ହେଉଛି ଯେ ଗତ ବର୍ଷ ହେଲାଣି ଆମେ ଏଇ ଯୋଉ ଦେଖୁଛନ୍ତି ଆପଣ ଗୈଳବାଙ୍କ ପାଟ ବା ଗୈଳବାଙ୍କ ଲେକ୍, ୟାକୁ ଆମେ ପୁନରୁଦ୍ଧାର କରିଛୁ। ତେଣୁ ଆମେ ଭାବିଲୁ ଯେ ଏ ଦିବସଟା ଏଇଠି ପାଳନ କଲେ ଗୋଟେ ଫିଲିଂସ୍ ଆସିବ ଯେ ପ୍ରକୃତିରେ ଜଳର ମାନେ କଣ, ଆବଶ୍ୟକତା ରହିଛି ଲୋକମାନେ ଏଇଠି ଯେ ଆଜି ନୁହଁ ଯୁଗ ଯୁଗରୁ ରହିଛି ଏବଂ ଆଗକୁ ବି ପ୍ରାୟ ରହିବ ଜଳ ହିଁ ଜୀବନ। ତେଣୁ ଜଳକୁ ସଞ୍ଚୟ କରିବା, ଜଳକୁ ଅପବ୍ୟବହାର କରିବାନି, ଏ ମେସେଜଟା ସମସ୍ତଙ୍କ ଭିତରକୁ ଯିବା ଦରକାର। ସମସ୍ତେ ଆଉ କିଛି ଲୋକଙ୍କୁ ପୁଣି କହିବା ଦରକାର। ସେଇ ଜିନିଷଟାକୁ ଆଣିବା ପାଇଁ ଆଜି ଆମର ଏଇ ପ୍ରୟାସ। ଆଜି କାର୍ଯ୍ୟକ୍ରମ ହେଉଛି ବିଶ୍ୱ ଜଳ ଦିବସ 2026 ଏବଂ ଗୋଟେ ମୋ ଗ୍ରାମ ପଞ୍ଚାୟତର ଅର୍ଥାତ୍ ମୋ ନିଜ ଗାଁର ଗୋଟେ 100 ବର୍ଷର ପାଟ ମହାମନୀଷୀ ମାନେ ତାକୁ କରିଥିଲେ। ତାର ସେ ପାଟ ସମୟକ୍ରମେ ପୋତି ହେଇଯାଇଥିଲା। ସେ ପାଟର ଉଦ୍ଦେଶ୍ୟ ଥିଲା ମତ୍ସ୍ୟଜୀବୀ ମାନେ ମାଛ ମାରିବେ ଏବଂ ଚାଷୀ ମାନେ ତାକୁ ସେ ପାଣିକି ବ୍ୟବହାର କରି ଜଳସେଚନ କରିବେ। ଏବଂ ତାକୁ ଯାଇ ଆମେ ଧନ୍ୟବାଦ ଦେବୁ ଆମ କଳିଙ୍ଗ କୁସୁମ ଫାଉଣ୍ଡେସନକୁ। ସେ CSR ଫଣ୍ଡ ମାଧ୍ୟମରେ ପାଟର ରେଜୁଭେନେସନ ଅର୍ଥାତ୍ ପୁନରୁଦ୍ଧାର କରିଛନ୍ତି। ଆମ ଗାଁ ଚାରିଆଠକୁ ଏଠି ଜଳ ଦିବସ ଉତ୍ସବ ହଉଛି। ଆମେ ଜଳ ନଷ୍ଟ କରିବା ନାହିଁ, ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା, ଅଧିକ ନଷ୍ଟ କରିବା ନାହିଁ। ଏହି ଭିଡିଓଟି ଆପଣଙ୍କୁ କେମିତି ଲାଗିଲା କमेंट କରି ଜଣାନ୍ତୁ। ଧରିତ୍ରୀ ଲାଇଭ୍ ର ୟୁଟ୍ୟୁବ ଏବଂ ଫେସବୁକ୍ ଚ୍ୟାନେଲ କୁ ସବସ୍କ୍ରାइब କରନ୍ତୁ। ଅଧିକ ଖବର ପାଇଁ ଲॉगिन କରନ୍ତୁ www.dharitri.com।